ଭାରତର ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ଫୁଡ୍ ପ୍ରୋ 2026 ଆଜି ଅନୁଷ୍ଠିତ ହୋଇଛି। ଓଡ଼ିଶାର ବ୍ୟବସାୟକୁ ଓଡ଼ିଶାର ବିଜନେସ୍କୁ ଆगे ବଢ଼ାଇବା ପାଇଁ ଇନଭେଷ୍ଟମେଣ୍ଟକୁ ଅଧିକ ନେବା ପାଇଁ ଆଉ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆଜି ତ ଏହି ଇଭେଣ୍ଟ ଆଜି ସଫଳତାର ସହିତ ସଫଳ ହୋଇଛି। ଆଜି ଆମ ସହିତ ଯୋଗଦାନ ଦେଇଥିବା ମିଣ୍ଡା ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ନିର୍ମଳ କୁମାର ମିଣ୍ଡା ଏବଂ ହେକ୍ସାଗନ୍ ନ୍ୟୁଟ୍ରିସନ୍ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ବିକ୍ରମ କେଲକର ସହିତ ପ୍ରାୟ 300 ପାଖାପାଖି ଏଠି ତାଙ୍କର ଅଫିସର ମାନେ ଉପସ୍ଥିତ ଥିଲେ ଏବଂ 100ରୁ ଅଧିକ କମ୍ପାନୀ ମଧ୍ୟ ଏଠି ଉପସ୍ଥିତ ରହିକରି ଆଲୋଚନାରେ ଭାଗ ନେବା ଏବଂ ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାରେ ଉପସ୍ଥିତ ଥିଲେ। ଏହି ଇନଭେଷ୍ଟମେଣ୍ଟ ମିଟ୍ରେ ପ୍ରାୟ 22ଟି MOU ସିଗ୍ନେଚର ହେଇଛି ଏବଂ ଏଥିରେ ବେଭରେଜ ପ୍ରୋସେସିଂ, ଆଗ୍ରୋ ପ୍ରୋସେସିଂ, କୋଲ୍ଡ ଚେନ୍, ଲଜିଷ୍ଟିକ୍, ପ୍ୟାକେଜିଂ ଆଦି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସେଗମେଣ୍ଟରେ ନିବେଶ ହେଇଛି। ଏହାଦ୍ୱାରା ରାଜ୍ୟକୁ ପ୍ରାୟ 31,648 କୋଟି ଟଙ୍କାର ନିବେଶ ଆସିବା ସହିତ ପ୍ରାୟ 42,076 ଜଣରୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଇଛି, ଯାହାକି ଦିଲ୍ଲୀ ଆସିବା ଦ୍ୱାରା ଓଡ଼ିଶା ପାଇଁ ଇଏ ଗୋଟିଏ ବହୁତ ବଡ଼ ଆମ ପାଇଁ ସୁଯୋଗ ଆସିଛି। ଆଉ ସେଥିପାଇଁ ଆହୁରି ଏହାକୁ ବ୍ୟାପକ କରିବା ପାଇଁ ମଧ୍ୟ ଆମେ ଏକ ଆମର ଶିଳ୍ପ ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ମଧ୍ୟ ଏକ ନଲେଜ ରିପୋର୍ଟ ନାମରେ ଏକ ପୁସ୍ତକ ମଧ୍ୟ ଆମେ ଉନ୍ମୋଚନ କରିଛୁ। ନିଶ୍ଚିତ ଭାବରେ ଏହା ଅନ୍ୟମାନଙ୍କୁ ବି ଆକର୍ଷିତ କରିବାରେ ଏବଂ ରିପୋର୍ଟ ପାଇବାରେ ସୁବିଧା ପ୍ରଦାନ କରିପାରିବ। ବିଶେଷ କରିକି କୃଷିର କେମିତି ଉତ୍ପାଦ ବଢ଼ିବ, ମଧୁର ଜଳ ଏବଂ ସମୁଦ୍ରରେ ମତ୍ସ୍ୟ ସମ୍ପଦ, ଯାହାକି ନିକଟରେ ଗଭୀର ସମୁଦ୍ରରେ ଆମେ କିଭଳି ଭାବରେ ଆମର ମତ୍ସ୍ୟ ସମ୍ପଦର ଆମେ ଉତ୍ପାଦନ କରିପାରିବା, ସେଥିପାଇଁ ମଧ୍ୟ କିଛି ଦିନ ପୂର୍ବରୁ ଯେଉଁ ଉପରାଷ୍ଟ୍ରପତି ମହୋଦୟ ଯାଇଥିଲେ ଏବଂ ତାହାର ପ୍ରୋଗ୍ରାମ ମଧ୍ୟ ଆରମ୍ଭ ହୋଇଛି, ଯେଉଁଟାକି ଆଜି ଓଡ଼ିଶା ପାଇଁ ତାକୁ ଅନୁକୂଳ ବାତାବରଣ ତିଆରି କରାଇବାରେ ବଡ଼ ଭୂମିକା ନେଇଛି। ତେଣୁ ନିଶ୍ଚିତ ଭାବରେ ଆମର ଭିତ୍ତିଭୂମିକୁ ଆମେ ସୁଦୃଢ଼ କରିବା ପାଇଁ ସେଥିରେ ସେମାନଙ୍କୁ ରାସ୍ତା, ତା ସହିତ ଜଳ ଯୋଗାଇ ଦେବା, ପାୱାର ଯୋଗାଇବା ଏବଂ ତା ସହିତ ମଧ୍ୟ ଆମେ ବିଭିନ୍ନ ପ୍ରକାରର ସେମାନଙ୍କୁ ସହଯୋଗ କରିବା ପ୍ରଶାସନିକ ସ୍ତରରେ ଏ କାମକୁ ଆମେ ବ୍ୟାପକ ଭାବରେ କରୁଛୁ। ନିଶ୍ଚିତ ଭାବରେ ମୁଁ ଆଶା କରିବି ଯେ ଓଡ଼ିଶାରେ ଏ ଯେଉଁ ଆଜିର ବିଶେଷ କରିକି ଫୁଡ୍ ପ୍ରୋସେସିଂରେ ଗୋଟେ ବଡ଼ ଭୂମିକା ଆମେ ନିଭାଉଛୁ, ଯାହାକି ପୂର୍ବ ଭାରତରେ ଯେଉଁଟା କମ୍ ଥିଲା ଏବଂ ଓଡ଼ିଶା ପୂର୍ବ ଭାରତରେ ଏକମାତ୍ର ରାଜ୍ୟ ଯେଉଁଥିରେ କି ଏହି ଆଧାରରେ ଆଜି ସମସ୍ତ ଇନଭେଷ୍ଟରମାନଙ୍କ ସହିତ ସହଯୋଗରେ ଆମେ ଆଗକୁ ବଢ଼ିକରି ନିଶ୍ଚିତ ଭାବରେ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ବନାଇବାରେ ଆଜି ବଡ଼ ଭୂମିକା ନିଭାଉ।